ମୋ ନାଁ ମଧୁସ୍ମିତା ଦାସ। ଶୁଣନ୍ତୁ, ଆମେ ତ ଘରେ ସବୁବେଳେ କାମ କରୁଛେ ନା, ତ ଘର ସେବା ଛାଡ଼ି ଆମେ ଖାଲି କେବଳ ଘର ସେବା ପାଇଁ ଆସିଛେ କି? କିଛି ତ ମାନବ ସେବା ସମାଜ ସେବା କିଛି ତ ଗୋଟେ ଭଲ କାମ କରିକି କରିବାର ଅଛି ନା। ତେଣୁ ଏଇଟା ସୁଯୋଗ ପାଇଛି ମୁଁ ଏ ଦରଦୀ ବନ୍ଧୁ ସେବା ସଂଗଠନରେ ଜଣେ ଭାଇ ଡାକିଲେ ଆସିଲି, ଏତିକି ପାଇଛି, ଏଇଟା ମୋ ସୌଭାଗ୍ୟ। ତ ଏଇଟା ସବୁବେଳେ ମିଳେ ନାହିଁ, ଯେତିକି ମିଳିଛି ମାନେ ଭଗବାନଙ୍କ ଆଶୀର୍ବାଦରୁ ହିଁ ମିଳିଛି। ତ ମୁଁ ଏତିକି କରିପାରୁଛି, ସେତିକି ମୁଁ ଖୁସି ଅଛି। କେତେ ଭକ୍ତଙ୍କ ସେବା କରୁଛନ୍ତି? ଡେଲି ତ ମୁଁ ଆସିନି, ଆଜି ବି ଆସିଛି। ଆଚ୍ଛା, କେତେ ଭକ୍ତଙ୍କ ସେବା ଆଜି କଲେଣି? ଯେତିକି ଆସନ୍ତୁ, କେତେ ଏମିତି ଆଉ ଗଣିଛି କି ଥରେ ନିହାତି 50 ଖଣ୍ଡେ ହେଇସାରିଲାଣି। ମୁଁ ବିଭୂତିଭୂଷଣ ବେହେରା, ଦରଦୀ ବନ୍ଧୁ ପରିବାରର ସେକ୍ରେଟାରୀ। ନିଷ୍ପତ୍ତି ଆମର ପ୍ରଥମେ ଆମେ ଜାଣିଛନ୍ତି ମାନବ ସେବା ହିଁ ଭଗବାନଙ୍କର ସେବା। ଏଠି ମାନବ ସେବାକୁ କରିବା ପାଇଁ ଆମେ ଆଗେଇ ଆସିଛୁ। ଏହି ପରିବାରର ଉଦ୍ଦେଶ୍ୟ ରହିଲା ଦରଦୀ ବନ୍ଧୁ ପରିବାରର ତାର ଟାଇଟଲ ଏଇଥିପାଇଁ ରହିଛି, ଦରଦୀମାନଙ୍କୁ ହିଁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ଆମେ ଏ ପରିବାରଟି ଗଠନ କରିଛୁ। ଏଥର ଉଦ୍ଦେଶ୍ୟ ରହିଛି ସମସ୍ତ ମାନେ ଭକ୍ତମାନଙ୍କୁ ଆମେ ଆଜି ଯେଉଁ କାର୍ଯ୍ୟକ୍ରମଟି କରିଛୁ ଧୂସୁରୀଠାରେ, ସେଇ ଯେଉଁ କାଉଡ଼ିଆ ଭକ୍ତମାନଙ୍କର ସେବା କରିବା ଉଦ୍ଦେଶ୍ୟରେ ଏଠି କରିଛୁ। ଆମେ ଏଠି ଯେ ଅନ୍ନ ବଣ୍ଟନ କରିଦେଲେ ଆମେ ସେମାନଙ୍କର ଖାଦ୍ୟ ତ ପାଉଛନ୍ତି, କିନ୍ତୁ ହେଲେ କ'ଣ ହେବ, ଯେଉଁ ସୁବିଧା ସୁଯୋଗ ଦେଇକି ଆସିକି ଗୋଟେ ଆରାମରେ ବସିକି ଖାଦ୍ୟ ଭୋଜନ କରିବା ସହିତ ନିଜର ମାନେ ଆଶ୍ୱସ୍ତି ମେଣ୍ଟେଇବା ଏବଂ ଦ୍ୱିତୀୟତଃ ସେମାନେ ଆମ ଦ୍ୱାରା ସେବା ପାଇବା ଫଳରେ ଆମେ ନିଜକୁ ଆଶ୍ୱସ୍ତି ମନେ କରୁଛୁ। ଏଥିପାଇଁ ଏହି ଉଦ୍ଦେଶ୍ୟ ରଖି ଆମେ କାର୍ଯ୍ୟଟି ଆରମ୍ଭ କରିଥିଲୁ। ଆଉ ସବୁ ଆମର ରକ୍ତଦାନ ଶିବିର ରହିଛି। ଆମର ମାନେ ପ୍ରତିବର୍ଷ ବି ରକ୍ତଦାନ ଶିବିର କରାଯାଉଛି ଏବଂ ଅନାଥ ଆଶ୍ରମକୁ ଯାଉଛୁ ମଧ୍ୟ। ଅନାଥ ଆଶ୍ରମ ପିଲାମାନଙ୍କ ସହିତ ଜନ୍ମଦିନ ପାଳନ କରୁଛୁ। ଏ ଜନ୍ମଦିନ ପାଳନ କରିବା ସହିତ ତା ସହିତ ବୃଦ୍ଧାଶ୍ରମ ବି ଯାଇଛୁ। ବୃଦ୍ଧମାନଙ୍କ ସହିତ ମିଶିଛୁ। ସେମାନଙ୍କର ମାନେ ଚାଲିଚଳଣି, ମାନେ ସେତେବେଳର ଚାଲିଚଳଣି ବୃଦ୍ଧାଶ୍ରମରେ ଥିବା ସମୟରେ ସେମାନଙ୍କର ଦୁଃଖ ସୁଖ ବୁଝୁଛୁ। ଏହିସବୁ କାର୍ଯ୍ୟକ୍ରମରେ ଆମେ ଲିପ୍ତ ରହିଛୁ। ଆର୍ଥିକ ସହାୟତା ଆମର କହିତେ ଗଲେ ଆମେ ମାନେ ପରିବାରର ଯେତିକି ସଦସ୍ୟ ଅଛନ୍ତି ସେମାନେ ପରସ୍ପର ଭିତରେ ମାନେ ଚାନ୍ଦା ଆଦାୟ କରିକି ଆମେ କରୁଛୁ। ଆର୍ଥିକ ସହାୟତା ଆମକୁ ହେଉଛି ସରକାର ତରଫରୁ କେହି ଦିଅନ୍ତି ନାହିଁ କି କୌଣସି ଅନୁଷ୍ଠାନ ବି ଦିଏ ନାହିଁ। ଶୁଭଶ୍ରୀ ସୁକ୍ରିଷ୍ଣା ଦାସ, ସମାଜସେବୀ। ପ୍ରଥମତଃ ମୁଁ କହିବି କି ଦରଦୀ ବନ୍ଧୁ ପରିବାରକୁ ଅଶେଷ ଅଶେଷ ଧନ୍ୟବାଦ ମୋତେ ନିମନ୍ତ୍ରଣ କରିଥିବାରୁ। ତା ସହିତ ଯେଉଁ ବାବା ଆଖଣ୍ଡଳମଣି ଆମ ଭଦ୍ରକର ଆରାଧ୍ୟ, ତାଙ୍କ ପାଖକୁ ଯାଉଥିବା ସମସ୍ତ ଭକ୍ତମାନଙ୍କୁ ଏମାନେ ଯେଉଁ ସକାଳ ପହରୁ ସେବା କରୁଛନ୍ତି, ରାତ୍ରି ସାରା ବି ସେବା ରହିବ, ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ।